ଜୟ ଜଗନ୍ନାଥ। ବିଷୟବସ୍ତୁ ଆମର ରହିଛି କ'ଣ ନା ଆମେ ଚର୍ଯା ସାହିତ୍ୟକୁ ଆଲୋଚନା କରୁଛନ୍ତି। ଆମର ବହିଟି ରହିଛି ଓଡ଼ିଆ ସାହିତ୍ୟର ଇତିହାସ ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କର। ତ ପ୍ରଥମ ଗୋଟେ ବହୁତ ସୁନ୍ଦର କଥାଟା ଆମକୁ ଚର୍ଯା ଗୀତ ବିଷୟରେ ଜାଣିତେ ବା ଚର୍ଯା ବିଷୟରେ ଆମେ ଅଧିକା ଜାଣିବା ପୂର୍ବରୁ ଆମକୁ ଚର୍ଯାର ଅର୍ଥ ଜାଣିତେ ପଡ଼ିବ ଯେ ଚର୍ଯା ଆମେ ଯେଉଁ କହୁଛନ୍ତି ଚର୍ଯା ଗୀତିକା। ତ ଚର୍ଯାର ପ୍ରକୃତ ଅର୍ଥ କ'ଣ ଆମେ ଏହି ପର୍ଯ୍ୟାୟରେ ଆଲୋଚନା କରିବା ଯେ ପ୍ରକୃତରେ ଚର୍ଯାର ଅର୍ଥ କ'ଣ ଆମେ ଟିକେ ବୁଝିବା ପାଇଁ ମଧ୍ୟ ଚେଷ୍ଟା କରିବା। ଦେଖନ୍ତୁ, ଚର୍ଯା ଶବ୍ଦର ଅନେକ ଅର୍ଥ ରହିଛି। ଯଦି ଆମେ ଚର୍ଯା କଥା କହିବା, ଚର୍ଯାର ଅର୍ଥ ହେଉଛି କ'ଣ ଆମେ କହିପାରିବା ଏକ ପ୍ରକାର ବ୍ୟବହାର, ଠିକ୍ ଅଛି। ଏକ ପ୍ରକାର କହିପାରିବା ଆମେ ଆଚାର, ଠିକ୍ ଅଛି। ତେଣୁ ଯାହା ବି ହେଉ ଚର୍ଯା ଅର୍ଥର ଅନେକ ଶବ୍ଦ ବା ଅନେକ ଅର୍ଥ ମଧ୍ୟରେ ମୂଳ ଅର୍ଥଟି ହେଉଛି ଆଚାର ବା ଆଚରଣ। ଚର୍ଯାର ଅର୍ଥ ହେଉଛି କ'ଣ ଆଚରଣ, ଅର୍ଥାତ୍ ଜଣେ ବ୍ୟକ୍ତିବିଶେଷ କିଭଳି ଆଚରଣ କରିବ। ଯେଉଁମାନେ ବୌଦ୍ଧ ଧର୍ମୀ ନେଇଥିଲେ ତାକୁ ଚର୍ଯା ଗୀତିକା କାହିଁକି କୁହାଯାଏ ନା କିଭଳି ଜଣେ ସାଧକ ଆଚରଣ କରିବା ଆବଶ୍ୟକ, ଗୋଟେ ଛାତ୍ର କିଭଳି ଆଚରଣ କରିବା ଦରକାର, ଜଣେ ଗୁରୁ କିଭଳି ଆଚରଣ କରିବା ଦରକାର। ତ ଠିକ୍ ସେଇଭଳି ଯେହେତୁ ଏଟା ବୌଦ୍ଧ ଧର୍ମର ଗୋଟେ କ'ଣ ତାତ୍ତ୍ୱିକ ଗ୍ରନ୍ଥ, ତ ଏଥିରେ ବୌଦ୍ଧ ଧର୍ମୀ ବା ଯେଉଁ ବୌଦ୍ଧ ଯେଉଁମାନେ ବୌଦ୍ଧ ଧର୍ମର ସାଧକଗଣ ସେମାନଙ୍କର ଆଚରଣ କିଭଳି ହେବା ଦରକାର এই ଗ୍ରନ୍ଥରେ ଆମେ ପାଇବା। ତେଣୁ ୟା ନାଁ ଦିଆଗଲା କ'ଣ ଚର୍ଯା ଗୀତିକା। ତ ଚର୍ଯାର ପ୍ରକୃତ ଅର୍ଥ ଆମେ ଦେଖିନେଲେ ଆଚାର ବା ଆଚରଣ କରିବା, ଠିକ୍ ଅଛି। ତାପରେ ଆମେ କ'ଣ ଦେଖିବା ନା ପାରିଭାଷିକ ଅର୍ଥରେ ମଧ୍ୟ ଚର୍ଯାର ପ୍ରତିଶବ୍ଦ ମଧ୍ୟ ଆଚରଣ ଅଟେ। ତେଣୁ ମାତ୍ର ସାଧାରଣ ଆଚରଣ କହିଲେ ଯାହା ବୁଝାଯାଏ ଏ ଆଚରଣ ତାହା ନୁହେଁ। କିନ୍ତୁ ଆମେ ଆଚରଣ କହିଲେ କ'ଣ ସାଧାରଣ ଆଚର ବା ସାଧାରଣ ବିହେଭିଅରକୁ ବୁଝାଇବା ନାହିଁ। ଇଆଟା କି ପ୍ରକାର ଆଚରଣ ନା ଜଣେ ଯୋଗ ସାଧନା, ଏହା ହେଉଛି କ'ଣ ନା ଯୋଗ ସାଧନା ପଦ୍ଧତି ସମ୍ପର୍କିତ ଆଚରଣ। ଅର୍ଥାତ୍ ଯେଉଁମାନେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ସହଜ ଶାଖାର, ତ ସେଇ ଯେଉଁ ସାଧକମାନଙ୍କର ଯୋଗ ସାଧନା ପଦ୍ଧତି କିଭଳି ହେବା ଦରକାର ବା ତାଙ୍କର ଯୋଗ ସାଧନା ପଦ୍ଧତି ସମ୍ପର୍କିତ କିଭଳି ଆଚରଣ ହେବା ଦରକାର ତାହା ଏହି ଗ୍ରନ୍ଥରେ ସବୁ ବର୍ଣ୍ଣନା କରାଯାଇଥିଲା। ତେଣୁ ୟାର ପ୍ରକୃତରେ ଚର୍ଯାର ଅର୍ଥ ହେଲା କ'ଣ ଆଚରଣ, କିନ୍ତୁ ଇଏ କେଉଁ ଆଚରଣ ନା ଯୋଗ ସାଧନା ପଦ୍ଧତିରେ କରାଯାଉଥିବା ଆଚରଣ। ତେଣୁ ସଂସ୍କୃତ ଟୀକାରେ ମଧ୍ୟ ଏହି ଅର୍ଥର ଚର୍ଯା ଶବ୍ଦଟି ଅନେକତ୍ର ବ୍ୟବହୃତ ହୋଇଥିବାର ଦେଖାଯାଏ। ସଂସ୍କୃତରେ ମଧ୍ୟ ଏହି ଶବ୍ଦଟି ବ୍ୟବହାର କରାଯାଇଛି ଚର୍ଯା। ତେଣୁ ଟୀକାର କାପାଳିକ ଶବ୍ଦର ପ୍ରତିଶବ୍ଦ ହିସାବରେ ଚର୍ଯାଧର ବା ଶବ୍ଦକୁ ଚର୍ଯାଧର ଶବ୍ଦକୁ ଯେଉଁ କାପାଳିକର ବି ଚର୍ଯାଧର ଶବ୍ଦରେ ତାଙ୍କୁ ମଧ୍ୟ କାପାଳିକମାନଙ୍କୁ ଡକାଯାଏ। ଏଥିରୁ ସ୍ପଷ୍ଟ ହୁଏ ଯେ ବୌଦ୍ଧ ସହଜିଆ ସାଧକଙ୍କ ଆଚରଣୀୟ ବିଧିନିଷେଧ ହେଉଛି ଚର୍ଯା ଗୀତି ଗୁଡ଼ିକର ପ୍ରତିପାଦ୍ୟ ବିଷୟବସ୍ତୁ। ସାରାଂଶ କହୁଛି ମୁଁ, ଆପଣ ଟିକେ ଧ୍ୟାନ କରିବେ କିମ୍ବା ନୋଟ୍ କରିକି ଲେଖିଦେବେ। କ'ଣ ନା ବୌଦ୍ଧ ସହଜିଆ ସାଧକଙ୍କ ଆଚରଣୀୟ ବିଧିନିଷେଧ ହେଉଛି ଚର୍ଯା ଗୀତିକ ଗୁଡ଼ିକର ପ୍ରତିପାଦ୍ୟ ବିଷୟ। ବୁଝିହେଲା ଏବେ। ଐମନ ଚର୍ଯା କୁକୁରୀ ପାଇଁ ଗାଇଡ଼ ମାନେ ଚର୍ଯା ଗୀତି 2। ତେଣୁ ଏ ଉଦ୍ଧୃତିରୁ ଜଣାଯାଏ ଯେ ଏହି ଗୀତ ଗୁଡ଼ିକର ନାମ ହେଉଛି ଚର୍ଯା। ଚର୍ଯାର ଶବ୍ଦର ଅର୍ଥ ହେଉଛି କ'ଣ ଆଚରଣ ବା ବ୍ୟବହାର, ବିହେଭିଅର, ଯାହା ବୁଝିଲେ ଆପଣ ବୁଝିପାରନ୍ତି। ତେଣୁ ଚର୍ଯାର କ'ଣ ରହିଛି, ଚର୍ଯାର ଅନ୍ୟାନ୍ୟ ଅନେକ ଅର୍ଥ ମଧ୍ୟ ଅଛି, ଅନେକ ଅର୍ଥ ଅଛି, କିନ୍ତୁ ଚର୍ଯାର ଅର୍ଥ ଅଧ୍ୟୟନ ବା ସମୀକ୍ଷା ରହିଛି। ତେଣୁ ତନ୍ତ୍ରରେ ଶ୍ରେଣୀ ବିଭାଗର ନାମ ମଧ୍ୟ ଚର୍ଯା ଅଟେ। ଯେତେବେଳେ ଗୋଟେ ତନ୍ତ୍ରଶାସ୍ତ୍ରକୁ ଯିବା ଶ୍ରେଣୀ ବିଭାଗ କରାଯାଏ, ତା ନାଁ ବି ଚର୍ଯା। ପୁଣି ବ୍ୟକ୍ତିବିଶେଷଙ୍କ ନାମରେ ମଧ୍ୟ ଚର୍ଯା ଶବ୍ଦ ପ୍ରଯୁକ୍ତ ହୁଏ, ଯେପରି ଚର୍ଯାପାଦ। କିନ୍ତୁ ଆଲୋଚ୍ୟ ଚର୍ଯା ଗୀତିକ ଗୁଡ଼ିକ ଏସବୁ ଅର୍ଥରେ ଗ୍ରହଣ କରାଯାଇ ନପାରେ। ସଙ୍ଗୀତ ଶାସ୍ତ୍ର ଅନୁସାରେ ପ୍ରାଚୀନ କାଳରେ ପ୍ରଚଳିତ ଏକ ବିଶେଷ ଗୀତର ରୀତିର ନାମ ମଧ୍ୟ ଥିଲା ଚର୍ଯା। ବିଭିନ୍ନ ପ୍ରକାରର ଚର୍ଯା ଅଛି। ତେଣୁ ମନେ ହୁଏ ସେତେବେଳେ ଚର୍ଯା ଗୀତିକ ଗୁଡ଼ିକ ଖୁବ୍ ଲୋକପ୍ରିୟ ଥିବାରୁ ସଙ୍ଗୀତ ଶାସ୍ତ୍ରରେ ଏଥି ନିମନ୍ତେ କ'ଣ କରାଯାଇଛି, ସଙ୍ଗୀତ ଶାସ୍ତ୍ରରେ ଏଥି ନିମନ୍ତେ ଏକ ବିଶେଷ ଶ୍ରେଣୀର ନିର୍ଦ୍ଦେଶ ରହିଛି। ତେଣୁ ଚର୍ଯା ଯେ ତତ୍କାଳୀନ ସମାଜର ବହୁ ଆଦୃତ ଗୀତି କବିତା ଥିଲା ତାହା ଏଥିରୁ ସ୍ପଷ୍ଟ। ତେଣୁ ଆମେ ଯାହା ବି ହେଉ ଚର୍ଯାର ଅର୍ଥ ସୁରେନ୍ଦ୍ର କୁମାର ମହାରଣା ଆମକୁ କ'ଣ ଦର୍ଶାଇଛନ୍ତି ଯେ ପ୍ରକୃତରେ ଚର୍ଯାର ଅର୍ଥ ହେଉଛି ଆଚରଣ ବା ଆଚାର ବା ବିହେଭିଅର। ତ ଏହି ଯେଉଁ ଚର୍ଯା କଥା ଆମେ କହିବା, ଏଟା କି ପ୍ରକାର ଚର୍ଯା ନା ବୌଦ୍ଧ ଧର୍ମର ଯେଉଁ ରହିଛି କ'ଣ ସହଜିଆ ଶାଖା, ଯେଉଁ ହିନ୍ଦୁ ଧର୍ମର ବୈଷ୍ଣବ ଶାଖା, ଶୈବ ଶାଖା, ଠିକ୍ ସେଇଭଳି ଭାବରେ ବୌଦ୍ଧ ଧର୍ମର ସହଜ ଶାଖାର କ'ଣ ନା ଯେଉଁ ସାଧକମାନେ ଥିଲେ ସେମାନେ ଯେଉଁ ଯୋଗ ସାଧନ କରୁଥିବେ ସେଇ ପଦ୍ଧତି କିଭଳି ପଦ୍ଧତି ହେବା ଦରକାର ସେ ପଦ୍ଧତିକୁ ଚର୍ଯା କୁହାଯାଏ। ଏବଂ ଚର୍ଯାର ବିଭିନ୍ନ ଅର୍ଥ ହୋଇଛି। ବ୍ୟକ୍ତିବିଶେଷଙ୍କ ନାମ ପୂର୍ବରୁ ମଧ୍ୟ ଆମେ ଚର୍ଯା ଲଗାଇ ପାରିବା, ଯେମିତିକି ଚର୍ଯାପାଦ ରହିଛି। ତ ପ୍ରଥମେ ତା ନାମ ବ୍ୟକ୍ତିବାଚକ ହେଇପାରେ ବି। ଏହା ମଧ୍ୟ ପ୍ରାଚୀନ କାଳରେ କୁହାଯାଏ ଯେ ପ୍ରାଚୀନ କାଳରୁ ଗୋଟେ ସଙ୍ଗୀତ ଥିଲା ଏବଂ ଗୋଟେ ଗୀତର ନାଁ ଥିଲା କ'ଣ ନା ଚର୍ଯା
ମାନେ ଗୋଟେ ଏକ ପ୍ରକାର ରୀତି ଥିଲା। ତ ଇଏ ଯେହେତୁ ଆମେ ୟାକୁ ଏଭଳି ମଧ୍ୟ କହିପାରିବା ଯେ ପ୍ରାଚୀନ କାଳରେ ଏଇ ଗୀତ ବହୁତ ଲୋକପ୍ରିୟ ଥିଲା ବା ଇଏ ସେଇ ଚର୍ଯ୍ୟା ସଙ୍ଗୀତ ମଧ୍ୟ ଥିଲା। ଯାହା ବି ହଉ କିନ୍ତୁ ଚର୍ଯ୍ୟାର ପ୍ରକୃତ ଅର୍ଥ ହେଉଛି ଆଚରଣ କରିବା। ଠିକ୍ ଅଛି? ଯଦି ତୁମର ନେଟ୍ ହଉ ଯାହାକୁ ଯାଉ ପଡ଼େ ତ ତୁମେମାନେ ଏଇଭଳି ଲେଖିବ। ଚର୍ଯ୍ୟାର ପ୍ରକୃତ ଅର୍ଥ ହେଉଛି ଆଚରଣ। ଆଉ ଯଦି ଯେଉଁ ଆଚରଣକୁ ବାଦ ଦେଇକି ଦେଇଥିବ ତ ଏଥିରୁ ଭିତରୁ ଯେଉଁଟା ଦେଇଥିବ ତୁମେ ମାଇଲେ ବି ଠିକ୍ ହେଇଯାଇପାରେ। କିନ୍ତୁ ପ୍ରକୃତ ଅର୍ଥ ହେଲା ଆଚରଣ। ଚର୍ଯ୍ୟାର ଅର୍ଥ ହେଲା ଆଚରଣ। ଯାହା ବି ହଉ ଚର୍ଯ୍ୟାରେ ମୁଁ ଆଚରଣ ୟାର ଅର୍ଥ ମୁଁ ବର୍ଣ୍ଣନା କରିଦେଲି। ନେକ୍ସଟ କ୍ଲାସରେ ଆମେ ଆଲୋଚନା କରିବା। ଠିକ୍ ଅଛି?